नमस्कार सांग मैंने जय जगन्नाथ हठात किना सकाଳେ उठी जाई देखे तो आम आत गचर थिबा जालरे गोटे छोट बादुड़ी छुआटे छंदी जाइछि और से बाहरिया पई छटपट छटपट होछि जाल को कामुड़ी बहुत जोर आवाज करिवारे लागिछि। मु सांगे सांगे माउसी को डाकिली। माउसी आसी धरले कहले या आउ बाहरिबोनी तू गोटे ब्लेड आनी आस्ते आस्ते ताऊ काटी दे। मु ब्लेड आनी आस्ते आस्ते काटुथाय मते भी डर लागुथाय काळे मते कामुड़ी दबो कि। ଯାହା ହଉ କାଟିଲା ପରେ ବି ସେ ଆସ୍ତେ ଆସ୍ତେ କଟି 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 ଝୁଲି ଝୁଲି ତଳେ ଖସି ପଡ଼ିଲା ପରେ ଡିଆଁ ମାରିବାକୁ ଲାଗିଲା। ଡିଆଁ ମାରି ରାସ୍ତାରେ ଯାଇ ପଡ଼ିଗଲା। ତାକୁ ମୁଁ ଗୋଟେ ଜୋରରେ ଧରି ସାଙ୍ଗେ ସାଙ୍ଗେ ଜେଜେବାପାଙ୍କ ପାଖକୁ ନେଇଗଲି। ଜେଜେବାପା ଜେଜେମା ଧରିଲେ ଦେଖିଲେ କହିଲେ ଇଏ ଆଉ ବାହାରିବନି। ଜେଜେବାପା କହିଲେ ମୁଁ ସେ ଡେଣାଟାକୁ ଧରିଛି ତୁ ଆସ୍ତେ ଆସ୍ତେ ଗୋଟେ ବ୍ଲେଡ଼୍ରେ କାଟ। ମୋତେ ବି ଡର ଲାଗୁଥାଏ। ସାଙ୍ଗେ ସାଙ୍ଗେ ମଉସା ଆସି ପହଞ୍ଚିଲେ। ମାନେ ମଉସା ଟିକେ କାଟି ଦିଅନ୍ତୁନି ଜୀବଟା କେତେ କଷ୍ଟ ପାଉଛି। ସାଙ୍ଗେ ସାଙ୍ଗେ ମଉସା କାଟୁଥାନ୍ତି। ସେ ବି ଆମକୁ କାମୁଡ଼ିବା ପାଇଁ ଏକଡ଼ ସେକଡ଼ ହେଉଥାଏ। ମୋତେ ବି ଡର ଲାଗୁଥାଏ କାଳେ କାମୁଡ଼ି ଦେବ କି। କିଏ କହୁଥାଏ ହୁଏତ ଏ ବାଦୁଡ଼ି କିଏ ତ କହୁଥାଏ ଇଏ ଚେମଚଟା। ଆପଣମାନେ ଜାଣିଛନ୍ତି କି ଏ ବାଦୁଡ଼ି କି ଚେମଚଟା? ଯଦି ଆପଣମାନେ ଜାଣୁଥିବେ ଏବେ କ୍ଲିଅରଲି ଦେଖନ୍ତୁନି। ଦେଖୁଛନ୍ତି ତ ଆପଣମାନେ ତାର କେତେ କେତେ ବଡ଼ ଦାନ୍ତ ହେଇଛି। ତା ମୁହଁକୁ ଟିକେ ଭଲସେ ଦେଖନ୍ତୁ। ଯଦି ଦେଖିକି ଜାଣିପାରୁଥିବେ ତାହେଲେ ନିଶ୍ଚିତ କମେଣ୍ଟ ବକ୍ସରେ ଜଣାଇବେ। ଯାହା ହଉ କାଟୁ କାଟୁ ଆସ୍ତେ ଆସ୍ତେ ସେ ଏକଡ଼ ସେକଡ଼ ଜାଲ ବି କାଟୁ କାଟୁ ସେ ଜାଲରୁ ମୁକ୍ତି ପାଇଗଲା। ମୁକ୍ତି ପାଇଗଲା ପରେ ତାକୁ ଜେଜେବାପା ନେଇ ଆମେ ଯେଉଁଠି ବସୁ ସେଇଠି ରଖିଦେଲେ। ତା ସହିତ ଖେଳିବା ପାଇଁ ଚେଷ୍ଟା କଲେ। ସେ ଚିଉଁ 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 ଡାକି ଡିଆଁ ମାରୁଥାଏ। ତାପରେ କିଛି ସମୟ ପରେ ମଉସା ନେଇ ତାକୁ ଧରି ଜେଜେବାପା ଆଉ ଜେଜେମାଙ୍କ ଷ୍ଟାଚ୍ୟୁ ପାଖରେ ତାକୁ ଛାଡ଼ିଦେଲେ। ମୁଁ ଭାବିଲି ଆରେ ଆରେ ଏ ତ ଉଡ଼ି 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 ବହୁତ ହାଲିଆ ହେଇଯାଇଥିବ, ତାକୁ ଟିକେ ପାଣି ଦେବି। ପାଣି ଦେଲା ପରେ ହୁଏତ ସେ ଉଡ଼ିକି ପଳେଇ ଯାଇପାରେ। ତାକୁ ନେଇ ଛୋଟ ଜାଗାରେ ଟିକେ ପାଣି ଦେଲି। ସେ ଆରାମସେ 2 ଥର ପିଇଲା ପରେ ଫଟଫଟ ଡାକି କୁଆଡ଼େ ଉଡ଼ିକି ପଳେଇଲା। ସାଙ୍ଗମାନେ ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ରହିଲି।